ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁରଖେଳ ଦେଖିଯାଉଛନ୍ତି ଏକ ଦମଦାର ଏପିସୋଡ୍। ତା ପୂର୍ବରୁ କହି ରଖୁଛି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆମେ ଯେତେବେଳେ ଭିଡ଼ିଓ ଅପଲୋଡ୍ କରିବୁ ତା ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଫାଷ୍ଟ ପହଞ୍ଚିବ। ତା ସହିତ ସିନ୍ଦୁରଖେଳ ସିରିଏଲରେ କେଉଁ କ୍ୟାରେକ୍ଟର ଆପଣମାନଙ୍କୁ ବେଶୀ ଭଲ ଲାଗୁଛି ସେଟା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇପାରିବେ, ଯାହାଦ୍ୱାରା ଆମେ ଆପଣଙ୍କ ନାଁ ମଧ୍ୟ କାଲି ଡିକ୍ଲେୟାର କରିପାରିବୁ। ତ ଆଜି ଆପଣମାନେ ଦେଖିବେ କି ରଶ୍ମି ଯାଇଛନ୍ତି ସପିଂ କରିବା ପାଇଁ। ସପିଂ କରିବା ସମୟରେ ଶାଢ଼ୀ ଆଉ ସ୍ୟାଣ୍ଡେଲ୍ ଚୁଜ୍ କରିସାରିକି ଯାଇଛନ୍ତି ଚଷମା ଦେଖିବା ପାଇଁ। ତ ଚଷମା ଯେତେବେଳେ ପିନ୍ଧିକି ସେ ଟ୍ରାଏ କରୁଛନ୍ତି ସେହି ସମୟରେ ସେ ଦେଖିଛନ୍ତି କି ଆଦ୍ୟା ଆସିଯାଇଛନ୍ତି ତାଙ୍କ ସାମ୍ନାକୁ। ତ ଆଦ୍ୟାକୁ ଦେଖିକି କହିଛନ୍ତି, "ତୁ କଣ ଏଠିକି ବି ପଳେଇ ଆସିଲୁ?" ତ ସେତେବେଳେ ଆଦ୍ୟା କହିଛନ୍ତି କି, "ଯେପର୍ଯ୍ୟନ୍ତ ତୁ ମୋ କଥାରେ ରାଜି ନ ହେଇଛୁ ମୁଁ ସେପର୍ଯ୍ୟନ୍ତ ତୋ ପିଛା ଛାଡ଼ିବି ନାହିଁ।" ତ ବୁଝିପାରନ୍ତି କଣ କରିବେ। ସେତେବେଳେ ସେ ସପିଂ ମଲର ଓନର ଯିଏ ସେ କହୁଛନ୍ତି, "ଇଏ କଣ ପାଗଳି ସ୍ତ୍ରୀ ଲୋକ ନା କଣ? କାହା ସାଙ୍ଗରେ ଗପୁଛନ୍ତି? ନା ତୁ ମୋ ଶରୀର ନ ନେଇକି ପଛରେ ଯୋଉ ଲୋକ ଠିଆ ହେଇଛନ୍ତି ତାଙ୍କ ଶରୀର ନେଇଯା।" ତ ସେତେବେଳେ ସେ ଲୋକ କହୁଛନ୍ତି କି, "ଆପଣ ମ୍ୟାଡ଼ାମ କାହା ସାଙ୍ଗରେ କଥା ହଉଛନ୍ତି?" ଏମିତି କହି ତାଙ୍କୁ ବାହାର କରିଦେଇଛନ୍ତି। ଏପଟେ ଆଦ୍ୟା ଠାକୁରାଣୀଙ୍କ ପାଖରୁ ନେଇଛନ୍ତି ଶକ୍ତି ଆଉ କହିଛନ୍ତି, "ମା ମୋତେ ଶରୀର ଦରକାର।" ତ ସେତେବେଳେ ତାଙ୍କୁ ଠାକୁର କହିଛନ୍ତି କି, "ଆଉ କାହାର ପରମିସନ ବିନା କାହାଠୁ ଶରୀର ନେଇ ହବ ନାହିଁ।" ତ ଏଇ କଥାରେ ଆଦ୍ୟା ମୁଣ୍ଡରେ ପୁରେଇଛନ୍ତି କେମିତି ବି ହେଲେ ରୋଶନୀଙ୍କ ପାଖକୁ ତାଙ୍କ ଶରୀର ଆଣିବେ। ଏପଟେ ଆୟାନଙ୍କ ପାଖରୁ ଖାଇବା ଛଡ଼େଇ ଆଣିଛନ୍ତି ମଲ୍ଲିକା ଆଉ ରାଜବୀରକୁ କହିଛନ୍ତି, "ଆୟାନର ଖାଇବା କଥା ରୋଶନୀ ବୁଝିବା କଥା। ସିଏ ତ ଏବେ ଅଂଶକୁ ଛୁଆଙ୍କ କଥା ବୁଝିବାରେ ଲାଗି ପଡ଼ିଛନ୍ତି।" ତ ରାଜବୀର କହିଛନ୍ତି, "ତମେ ବି ତ କାହାର ମା ନା, ତ ତମେ ନିଜେ ବି କାହାର ଛୁଆକୁ ପାଳୁଛ, କିନ୍ତୁ ତମ ପାଖରେ କେବେ ବି ମା ପା ଭଳିଆ କୌଣସି ଗୁଣ ଟିକେ ନାହିଁ।" ଯୋଉଟା କହିକି ପଳେଇଛନ୍ତି ଆୟାନକୁ ନେଇକି। ତ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଅନେଇଛନ୍ତି ଯେ କାହିଁକି ରାଜବୀର ମଲ୍ଲିକାକୁ ଏମିତି ଟର୍ନ ମାରୁଛନ୍ତି। ଏପଟେ ରଶ୍ମି ମଧ୍ୟ ପୁରା ବ୍ୟସ୍ତ ହୋଇ ପଡ଼ିଲେଣି ଯେ କଣ କରିବେ ବୁଝିପାରୁନାହାନ୍ତି। କାହିଁକିନା ଆଦ୍ୟା ତାଙ୍କ ପଛରେ ହାତ ଧରିକି ପଡ଼ିଯାଇଛନ୍ତି। କେମିତି ବି ହଉ ରଶ୍ମିଙ୍କ ପାଖରୁ ତାଙ୍କ ଶରୀର ନେଇକି ସେ ତାଙ୍କ ଛୁଆମାନଙ୍କୁ ସାହାଯ୍ୟ କରିବେ। ତ ବର୍ତ୍ତମାନ ସିରିଏଲରେ ଆସୁଛି ବଡ଼ ଟୁଇଷ୍ଟ, କାହିଁକି ନା ରଶ୍ମି ଆଦ୍ୟା ଦି ଜଣ ଯାକ ଅଛନ୍ତି ଗୋଟେ ରାସ୍ତାରେ। ଆଦ୍ୟା ଚେଷ୍ଟା କରୁଛନ୍ତି ରଶ୍ମିଙ୍କ ପାଖକୁ ତାଙ୍କ ଶରୀର ନେବା ପାଇଁ, ଆଉ ଏପଟେ ମଲ୍ଲିକା ଆଉ ରାଜବୀର ମଧ୍ୟ ହେଇଯାଇଛନ୍ତି ସାମ୍ନାସାମ୍ନି, ଯୋଉଟା କି ଘର ଲୋକଙ୍କର ଡାଉଟ ଆସିଯାଇଛି ଯେ ମଲ୍ଲିକା ବିଷୟରେ ରାଜବୀର କିଛି ତ କିଛି କଥା ଜାଣିଛି ଯୋଉଟା କି ଆମମାନଙ୍କୁ ଲୁଚଉଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କଣ ଲାଗୁଛି ସମସ୍ତଙ୍କ ସହିତ ସାମ୍ନାକୁ ଜଲ୍ଦି ଆସିଯିବ? ଯଦି ଆପଣମାନେ ଜାଣିବାକୁ ଚାହୁଁଛନ୍ତି ସମସ୍ତଙ୍କ ସହିତ କେବେ ସାମ୍ନାକୁ ଆସିବ ତାହେଲେ ନିଶ୍ଚିତ ଭାବରେ ଦେଖୁଥାନ୍ତୁ ସିନ୍ଦୁରର ଖେଳର ରିଭ୍ୟୁ। ଆଉ କଣ ଲାଗିଲା ଏଇ ଏପିସୋଡଟା ନିଶ୍ଚିତ ଭାବରେ କମେଣ୍ଟ କରିବେ। ତା ସହିତ ଆଗକୁ କଣ ହଉଛି ଜାଣିବାକୁ ଚାହୁଁଛନ୍ତି ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡର ରିଭ୍ୟୁ ଦେଖିବା ପାଇଁ। ଆଜି ପର୍ଯ୍ୟନ୍ତ ଦେଖୁଛନ୍ତି ସିନ୍ଦୁର ଖେଳ। କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରି କହିବେ। ବାଏ ବାଏ।